ନାରୀ କାହାଣୀ ତ ଅନେକ ଅଛି, ବାସ୍ ଖାଲି ଦୁଇ ଧାଡି କହୁଛି। ଯୋଉ ଦୁଃଖରେ ଆଜି ବି ଅଧିକାଂଶ ନାରୀ କାନ୍ଦୁଛି। ହଁ, ମୁଁ ସେହି ନାରୀ କହୁଛି। ମୁଁ ଜନ୍ମ ଯୋଉଠି ହେଇଛି ସେଠି ମୋର ସତ୍ତା ଲିଭି ଯାଇଛି। ହଁ, ମୁଁ ସେଇ ନାରୀ କହୁଛି। ମୁଁ ମରିବି ସେଇଠି ଯୋଉଠି ମୋ ସ୍ୱାମୀ ଜନ୍ମ ନେଇଛି। ମତେ ଯିଏ ଅନ୍ତ ଫାଡି ଜନ୍ମ ଦେଇଛି ତା କଥା ତ ମୁଁ କେବେଠୁ ଭୁଲି ଯାଇଛି। ଏବେ ବାସ୍ ମୋ ସ୍ୱାମୀର ଆଦେଶ ପାଳନ କରୁଛି। ସ୍ୱାମୀ ତ ସିଧା ସିଧା କହିଦେଇଛି, ମୋ ବାପା ମା ମତେ ବହୁତ କଷ୍ଟରେ ବଢେଇଛି, ତାଙ୍କ ସେବାରେ ଅବହେଳା କରିବିନି କିଛି। ହଁ, ମୁଁ ସେଇ ନାରୀ କହୁଛି। ସେଇଥିପାଇଁ ସକାଳରୁ ସଞ୍ଜ ମୋର ଚୁଲି ମୁଣ୍ଡରେ ବିତୁଛି। ସମସ୍ତେ ଖାଇସାରିବା ପରେ ବାକି ଯାହା ବଳୁଛି ରୁଚୁ ବା ନରୁଚୁ ପାଟିରେ ପୁରେଇ ଦଉଛି। ହଁ, ମୁଁ ସେଇ ନାରୀ କହୁଛି। ତଥାପି ସ୍ୱାମୀ କହେ, ତତେ ବାହା ହୋଇ ମୋ ଜୀବନ ବର୍ବାଦ ହେଇଯାଇଛି। ଯୋଉ ସ୍ୱାମୀର ମଙ୍ଗଳ କାନ୍ତି ବ୍ୟସ୍ତ ଭିତରେ ବି ନିଇତି ମନ୍ଦିର ଧାଉଁଛି। ଶାଶୁର ବସି ବସି ବାହାରେ ଗୋଡ ବ୍ୟଥା, ବୋହୂ ଟିକେ ଘଷି ଦେ ବୋଲି କହୁଛି। ପୁଣି ଘସୁ ଘସୁ ଶୁଣିବାକୁ ମିଳେ, ତୁ ଆସିବା ପରେ ମୋ ପୁଅ ମୋଠୁ ଦୂରେଇ ଯାଉଛି। ଶ୍ୱଶୁର ବସି ବସି କୁହନ୍ତି, ନାତିଟିଏ ଲୁଡା ହଉଛି, ଯାହା ପାଇଁ ମୁଁ ସୌନ୍ଦର୍ଯ୍ୟକୁ ଭୁଲି 10 ମାସ ଗର୍ଭ ଧରିଛି। ନଣନ୍ଦ କଥା ବା କିସ କହିବି, ନିଜର ପଥେ ଉଜୁଡି ଗଲାଣି ଘର, କିନ୍ତୁ ଦିନକୁ 4 ଥର ଫୋନ କରି ମାଠୁ ବୁଝେ ଭାଉଜ ଖବର। ହଁ, ମୁଁ ସେଇ ନାରୀ କହୁଛି। ନାରୀ ମାନଙ୍କର କଣ ସମ୍ମାନ ନାହିଁ କିଛି? ସବୁ ଶାଶୁଙ୍କୁ କହୁଛି, ତମର ଯଦି ଏମିତି ବୋହୂ ଦରକାର ଅଛି ତାହେଲେ ରୋବଟଟିଏ ବୋହୂ କର ବାଛି।